କିନ୍ତୁ ସାରା ଭାରତବର୍ଷରେ ସରକାର ଭାରତ ସରକାରଙ୍କର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଏବଂ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ SAI ପକ୍ଷରୁ ମିଳିତ ଉଦ୍ୟମରେ ସାରା ଭାରତବର୍ଷରେ 250ଟି ଜିଲ୍ଲାରେ ଅସ୍ମିତା ଦିବସ ପାଳନ କରାଯାଉଛି ଏବଂ ଏଇ ଯେଉଁ ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ 8 ତାରିଖରେ ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମାଇଁ ଭାରତ ଏବଂ ସେବା ଉତ୍ସବ ସମିତିର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। এই କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଭାବରେ ବିଭିନ୍ନ ସ୍ଥାନରୁ ଯେଉଁ ପ୍ରତିଯୋଗୀମାନେ ସାମିଲ ହେବେ, ବାଳିକା, ମହିଳା ଏବଂ ଅନ୍ୟାନ୍ୟ ଯେଉଁ ବର୍ଗ ରହିଛନ୍ତି ସେମାନଙ୍କୁ କିଭଳି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ଏବଂ କଲେଜରୁ ଛାତ୍ରୀମାନେ ଏଥିରେ ସାମିଲ ହେବେ। ସେଥିପାଇଁ ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଏବଂ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ, ମାଇଁ ଭାରତ ନୟାଗଡ଼ ସେବା ଉତ୍ସବ ସମିତି ସମସ୍ତଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି। ପ୍ରଥମତଃ ସ୍ପୋର୍ଟସ୍ କ୍ୟାଟାଗୋରୀ ରହିଛି। 3ଟି କ୍ୟାଟାଗୋରୀରେ ପ୍ରତିଯୋଗିତା ଆୟୋଜନ କରାଯିବ। 100 ମିଟର ଦୌଡ଼ ଏବଂ 200 ମିଟର ଦୌଡ଼, 400 ମିଟର ଦୌଡ଼ ଏଭଳି ଭାବରେ ପ୍ରାୟ ବିଭିନ୍ନ ବର୍ଗରେ ରହିଛି। 13 ବର୍ଷରୁ କମ୍ ଏବଂ 18 ବର୍ଷରୁ କମ୍ ଏବଂ 18 ବର୍ଷରୁ ଉର୍ଦ୍ଧ୍ୱ 3ଟା ବର୍ଗ କରାଯାଇଛି। ଏମିତି ଭାବରେ 27 ଜଣ କୃତି ପ୍ରତିଯୋଗୀ ଯେଉଁମାନେ ବାହାରିବେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଅଫଲାଇନ୍ ଦୁଇଟାରେ ଆପଣମାନେ ରେଜିଷ୍ଟ୍ରେସନ୍ କରିପାରିବେ ଯେଉଁମାନେ ଏଥିରେ ସାମିଲ ହେବାକୁ ଚାହିଁବେ। ଅସ୍ମିତା ପୋର୍ଟାଲରେ ଏବଂ ଅସ୍ମିତା ଗୁଗଲରେ ମଧ୍ୟ ଅସ୍ମିତା ସର୍ଚ୍ଚ କରିକି କିମ୍ବା ମାଇଁ ଭାରତ ପୋର୍ଟାଲ କିମ୍ବା SAI ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ୱେବସାଇଟ୍ରେ ତା'ର ଆପଣ ରେଜିଷ୍ଟ୍ରେସନ୍ କରିପାରିବେ। ରେଜିଷ୍ଟ୍ରେସନ୍ ପାଇଁ କେବଳ ଆଧାର କାର୍ଡ଼ ଆଉ ଆଧାର କାର୍ଡ଼ ନମ୍ବର ଏସବୁ ଦେଇକି ଏତିକି ଡାଟା ଦେଇକି ରେଜିଷ୍ଟ୍ରେସନ୍ କରିପାରିବେ। ସେବା ଉତ୍ସବ ସମିତିର ଅଧ୍ୟକ୍ଷ କହିଲେ ଏଇଟା ଗୋଟେ ଆମ ଜିଲ୍ଲା ପାଇଁ ଗର୍ବର ବିଷୟ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେଉଁଟା ସୁଯୋଗ ଆସିଛି ଆମ ଜିଲ୍ଲାକୁ ବାହାରେ ପରିଚିତ କରାଇବା, ଆମ ଜିଲ୍ଲାର ପ୍ରତିଭାମାନଙ୍କୁ ଆଗକୁ ଆଣିବା ଏବଂ ଆପଣମାନେ ସମସ୍ତଙ୍କୁ ଏହାର ଭଲ ପ୍ରଚାର ପ୍ରସାର କରିବା ପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ବିନୀତ ନିବେଦନ କରୁଛି। ନୟାଗଡ଼ ଖେଳ ପଡ଼ିଆରେ ଜିଲ୍ଲାପାଳ ଉଦ୍ଘାଟନ କରିବେ। ତାପରେ 11ଟା ପର୍ଯ୍ୟନ୍ତ ଚାଲିବ, ସକାଳ 11ଟା ପର୍ଯ୍ୟନ୍ତ ଚାଲିବ। ପାଖାପାଖି 600 ସଂଖ୍ୟାରେ ପ୍ରତିଯୋଗୀ ସାମିଲ ହେବେ। ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରୀମାନେ ସାମିଲ ହେବେ। କାର୍ଯ୍ୟକ୍ରମ ଆମର ରହିଛି ଯେଉଁମାନେ ମୁଖ୍ୟତଃ 3ଟି ବର୍ଗରେ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଗୋଟେ ହେଉଛି 100 ମିଟର, ଆଉ ଗୋଟେ 200 ମିଟର, ଆଉ ଗୋଟେ 400 ମିଟର। ଏ ବର୍ଗରେ 3ଟା ବର୍ଗ କରାଯାଇଛି। ଗୋଟେ ହେଉଛି 13 ବର୍ଷରୁ କମ୍, 18 ବର୍ଷରୁ ଉର୍ଦ୍ଧ୍ୱ। এই 3ଟା କ୍ୟାଟାଗୋରୀରେ ତାକୁ ଡିଭାଇଡ଼ କରାଯାଇଛି ଏବଂ 27 ଜଣ ଯେଉଁ ଜିଲ୍ଲାରେ 27 ଜଣ ଯେଉଁ କୃତି ପ୍ରତିଯୋଗୀ ହେବେ ସେଇ 27 ଜଣଙ୍କୁ ଯେଉଁ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଏବଂ ମାଇଁ ଭାରତ ତରଫରୁ ସେମାନଙ୍କୁ ସଂଗଠିତ କରାଯିବ। ଏଇଟା ଯେଉଁ ପିଲାମାନଙ୍କ